ଭାରତୀୟ ପୁରୁଷ କ୍ରିକେଟ ଦଳର ପ୍ରଶିକ୍ଷକ ତଥା କୋଚ୍ ଗୌତମ ଗମ୍ଭୀରଙ୍କ ନାଁରେ ସଙ୍ଗୀନ ଅଭିଯୋଗ ହୋଇଛି। ଏହି ଅଭିଯୋଗ ଅନୁଯାୟୀ ଅକ୍ଟୋବର ମାସ 2025ରେ ଯେତେବେଳେ ଭାରତ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଦିନିକିଆ ଦଳ ଘୋଷଣା ହେବାର ଥିଲା, ସେତେବେଳେ ହଠାତ୍ ଶୁଭମନ ଗିଲଙ୍କ ନାମ ଅଧିନାୟକ ଭାବରେ ପ୍ରକାଶ ପାଇବା ମାତ୍ରେ ଭାରତୀୟ କ୍ରିକେଟ ପ୍ରଶଂସକମାନେ ଜାଣିପାରିଲେ ଯେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଯୁଗ ଶେଷ ହୋଇଯାଇଛି। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତ ଚାମ୍ପିୟନ୍ସ ଟ୍ରଫି ଜିତିବାର କିଛି ମାସ ପରେ ତାଙ୍କୁ ଅଧିନାୟକ ପଦରୁ ହଟାଇ ଦିଆଯାଇଥିଲା, ଯାହାକୁ ନେଇ ଏବେ ପୂର୍ବତନ ଭାରତୀୟ କ୍ରିକେଟ ଖେଳାଳି ମନୋଜ ତିୱାରୀ ଗୌତମ ଗମ୍ଭୀରଙ୍କ ବିରୋଧରେ ଚାଞ୍ଚଲ୍ୟକର ଅଭିଯୋଗ ଆଣିଛନ୍ତି। ମନୋଜ ତିୱାରୀ ଗୌତମ ଗମ୍ଭୀରଙ୍କ ନାଁ ନେଇ କହିଛନ୍ତି ଯେ ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ବିଶ୍ୱ ସମ୍ମୁଖରେ ନିଷ୍ପତ୍ତି ଘୋଷଣା କରିଥିଲେ ମଧ୍ୟ କୋଚ୍ ଏଥିରେ ନିଶ୍ଚୟ ଅବଦାନ ରଖିଥିବେ। କେହି ଏକା ଏପରି ନିଷ୍ପତ୍ତି ନିଅନ୍ତି ନାହିଁ, ଉଭୟ ସମାନ ଭାବରେ ଦାୟୀ। ଜାଣିଶୁଣି ଏତେ ବଡ଼ ନିଷ୍ପତ୍ତି ନିଆଯାଇଛି। ପୂର୍ବ କ୍ରିକେଟର ମନୋଜ ତିୱାରୀ ବର୍ତ୍ତମାନ ଦଳର ସ୍ଥିତି ଉପରେ କହିଛନ୍ତି, ପ୍ଲେଇଂ 11 ଚୟନରେ ଲଗାତାର ଭୁଲ ହୋଇଛି। ଯେତେବେଳେ ଜଣେ ଟି20 ବିଶ୍ୱକପ୍ ଏବଂ ଚାମ୍ପିୟନ ଟ୍ରଫି ବିଜେତା ଅଧିନାୟକଙ୍କୁ ହଠାତ୍ ଜଣେ ନୂତନ ଅଧିନାୟକ ଦ୍ୱାରା ବଦଳାଯାଏ, ଏହା ଆବଶ୍ୟକ, ଏହା ଦଳକୁ ପ୍ରଭାବିତ କରିବ। ବ୍ୟୁରୋ ରିପୋର୍ଟ, ଓଡ଼ିଶା ସ୍ପୋର୍ଟସ୍।